ଆଜି ଆମ ରୁମ୍‌ରେ ଲଞ୍ଚର ଆଇଟମ୍ କ'ଣ ହେଇଥିଲା? ହ୍ୟାଲୋ ଗାଇସ୍, ମୁଁ ଅଭିଷେକ। ଚେନ୍ନାଇରେ କାମ କରେ। 365 ସେଲିବ୍ରେଟର ଆଜି ହେଲା ଡେ 22। ନାଇଁ, ଏବେ ସକାଳ ହେଇଗଲା ଆଉ ମୋ ଡ୍ୟୁଟି ଛୁଟି ହେଇଗଲା କାହିଁକିନା ଆମ ନାଇଟ୍ ସିଫ୍ଟ ଚାଲିଛି। ଆସିକି ପହଞ୍ଚିଲି ଗୋଟେ ପରିବା ଦୋକାନ। ପରିବା ଦୋକାନ ଖୋଲା ଦେଖି ମନ ଖୁସି ହେଇଗଲା। ବାକି ନେଇକି ପଳେଇବି ଆଉ ଆସିବାକୁ ପଡ଼ିବନି। ପରିବା ଦେଖିଲି ହେଲେ ମନକୁ ଆସିଲାନି କୋଉ ପରିବାଟା ନେବି ବୋଲି। ଶୁଖିଲା ଶୁଖିଲା ଦେଖାଯାଉଥିଲା। ତାପରେ ଫେରିଲା ବେଳେ ଦେଖିଲେ ଆନା ଜଣକ ଛତୁ ନେଇକି ଓହ୍ଲେଇ ପଡ଼ିଲେ। ଆଉ ମୁଁ ଡେରି ନକରି ଛତୁ ନେଇ ଆସିଲି। ରୁମ୍‌ରେ ପହଞ୍ଚି ବ୍ରସ୍ କରିଥିଲି। ତାପରେ ଆଣିଥିଲି କମ୍ପାନୀରୁ ସ୍ନାକ୍ସ। ତାକୁ ଖାଇକି ବ୍ରେକଫାଷ୍ଟଟାକୁ ଖତମ କଲି। ଚାଲିଲି ଶୋଇବା ପାଇଁ। ସାଙ୍ଗମାନେ ଶୋଇକି ଉଠି ପଡ଼ିଲି ଆଉ ଡେଲି ରୁଟିନ୍‌ରେ ଲାଗି ପଡ଼ିଲି। ସବୁଦିନ ପରି ଆଜି ମୋତେ ରୋଷେଇ କରିବାକୁ ପଡ଼ିବ। ଆଜି ଆମ ରୁମ୍‌ରେ ହବ ମସରୁମ୍ ମସଲା। ତା ପାଇଁ ମସରୁମ୍ କାଟିକି ଟମାଟୋ ବଗେରା ସବୁ କିଛି କାଟିକି ଚାଲିଲି କିଚେନ୍ ରୁମ୍‌କୁ। ମସରୁମ୍ ଭାଜିଦେଲି ତାପରେ ଆଳୁ ଭାଜିବାକୁ ଲାଗିଲି। ତାପରେ କଞ୍ଚା ଲଙ୍କା ଜିରା ପକେଇକି କଢ଼େଇରେ ତେଲ ଗରମ ହେଲା ପରେ ପକେଇଦେଲି। ତାପରେ ପିଆଜ ପକେଇଦେଲି। ଯେତିକି ଗୁଣ୍ଡ ମସଲା ଥିଲା ପକେଇଦେଲି। ତାପରେ ସବୁ ଟମାଟୋ ଫମାଟୋ ପକେଇକି ରେଡ଼ି କରିଦେଲି। ହଁ ସାଙ୍ଗମାନେ, ଆଜି ମୁଁ ମୋ ହାତରେ ବନେଇବି ମସରୁମ୍ ମସଲା। ତାପରେ ସେଇ ଟାଇମ୍ ଭିତରେ ଡାଲି ବି ବଘରା ଆମର ରେଡ଼ି ହେଇଗଲା। ଆଉ ଡେରି ନକରି ଗାଧେଇ ଚାଲିଲି। ତାପରେ ରେଡ଼ି ହେଇଗଲା ଆମର ମସରୁମ୍ ମସଲା। ଡେରି ନକରି ବସି ପଡ଼ିଲୁ ମୋ ହାତରେ ହେଇଥିବା ମସରୁମ୍ ମସଲାକୁ ଭାତ ଡାଲି। ହଁ ସାଙ୍ଗମାନେ ଚାଲ ଖାଇବା। ଆଉ ରହିଲି ଜୟ ଜଗନ୍ନାଥ। ଆଉ କୋଇ ବ୍ଲଗ୍ ନାହିଁ, ବହୁତ ଜଲ୍ଦି ଆସିବି। ଭଲ ଲାଗିଥିଲେ ସବସ୍କ୍ରାଇବ୍ ନିଶ୍ଚୟ କରିବେ।